ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ଏବେ ଡ୍ୟୁଟିରୁ ଆସିକି 2 ଜଣ ଗାଧୁଆ ସାରି ଫ୍ରେଶ୍ ହେଇକି ବାହାରି ପଡ଼ିଲୁ ନାନୀ ଘରକୁ ଯିବା ପାଇଁ। ଭାଇଙ୍କୁ ରାକ୍ଷୀ ବାନ୍ଧି ଆଜି ରକ୍ଷାବନ୍ଧନ ନମିତା ଯିବେ। ତ ଆମେ ଏବେ ଯାଇ ପହଞ୍ଚିଗଲୁ ମିଠା ଦୋକାନରେ। ମିଠା ଦୋକାନରେ ଏତେ ସାରା ମିଠା ଭେରାଇଟି ଦେଖି ଦେଖି ଆମେ ହେଲୁ କନଫ୍ୟୁଜ୍ କେଉଁ ମିଠା ନେବୁ। ଶେଷରେ ନମିତା ବାଛିଲେ ନେବେ ଗୁଲାବଜାମୁନ। ଗୁଲାବଜାମୁନ ନେଇ ଆମେ ବାନ୍ଧିକି ପହଞ୍ଚିଗଲୁ ନାନୀ ଘରେ। ନାନୀ ଘରେ ନମିତା ଥାଳି ସବୁ ସଜାସଜି କରି ଆସିଗଲେ। ଭାଇ ଗାଧୁଆ ପାଧୁଆ କରିକି ଆସି ବସିଗଲେ। ନମିତା ଗଲେଣି ପୂଜା କରିବେ ବୋଲି ଭାଇଙ୍କୁ ଏହି ଚନ୍ଦନ ସିନ୍ଦୁର ଲଗେଇ ଚାଉଳ ପକେଇକି ଭାଇଙ୍କୁ ଏବେ ପୂଜା କରୁଛନ୍ତି। ସବୁ ଭଉଣୀମାନେ ଆଉ ଭାଇମାନଙ୍କ ପ୍ରତି ଇଏ ଗୋଟିଏ ବହୁତ ବଡ଼ ଦିନ। ସବୁ ଭାଇମାନଙ୍କର ବର୍ଷକରେ ଥରେ ଭାଇ ଭଉଣୀମାନେ ଭାଇମାନଙ୍କୁ ଏତେ ଶ୍ରଦ୍ଧାରେ ଭକ୍ତିର ସହିତ ପୂଜା କରିକି ଭଲ ପାଆନ୍ତି ଆଉ ରାକ୍ଷୀ ମଧ୍ୟ ବାନ୍ଧିଥାନ୍ତି। ନମିତା ଏବେ ଗଲେଣି ଭାଇଙ୍କୁ ରାକ୍ଷୀ ବାନ୍ଧିବେ। ରାକ୍ଷୀ ବାନ୍ଧିବା ସହିତ ତାଙ୍କର ଯେଉଁ ସ୍ନେହ ପ୍ରେମ ଭଲ ପାଇବା ସବୁକିଛି ପୁରା ଏତେ ଶ୍ରଦ୍ଧାରେ ନମିତା ଏତେ ଏକ୍ସାଇଟେଡ଼ ଅଛନ୍ତି। ତାପରେ ନମିତା ଖୁଆଇ ଦେଲେ ଭାଇଙ୍କୁ ଗୋଟେ ବଡ଼ ଗୋଲାପଜାମୁନ। ଆଉ ନମିତା ଗୋଟେ ଏଡ଼େ କ'ଣ ଏ ନମିତା ଏଡ଼େ ବଡ଼ ମୁଣ୍ଡିଆଟି ମାରିଲେଣି ଭାଇଙ୍କୁ। କି ଭକ୍ତି ଲୋ। ଏବେ ଭାଇ ବି ଗୋଟେ ବଡ଼ କରି ଗୋଲାପଜାମୁନ ନମିତାଙ୍କ ପାଟିରେ ଠୁସି ଦେଲେ। ତାପରେ ସାଣ୍ଡୁନ ହୋଇ ଏଠି ଦେଖୁନି କ'ଣ ହେଲାଣି। ମାଉସୀ ବାନ୍ଧି ଦେଉଛି ପୁତୁରା ହାତରେ ରାକ୍ଷୀ। ହଁ, ସାଣ୍ଡୁନର ଆଉ କି ନାହାନ୍ତି। କିନ୍ତୁ ସାଣ୍ଡୁନର ଲକ୍ଷ୍ୟ କ'ଣ ରାକ୍ଷୀ ଠେଇଁ ଅଛି? ସାଣ୍ଡୁନର ଲକ୍ଷ୍ୟ ଅଛି ସେଠି ଗୁଲାବଜାମୁନ ପାଖରେ। ରାକ୍ଷୀ ବନ୍ଧା ପରେ ଭାଇ ଦେଲେ ଗୋଟେ ନମିତାକୁ ବଡ଼ ଗିଫ୍ଟ। ତାପରେ ଆଜିର ରାତିର ଖାଇବାଟା ହେଲା ନାନୀଙ୍କ ଏଠି ଜମିଲା। ତ ଆମେ ରଖୁଛୁ। ଜୟ ଜଗନ୍ନାଥ ସାଙ୍ଗମାନେ।